8 ବର୍ଷର ପ୍ରେମ ସମ୍ପର୍କ କିଛି କମ୍ ନଥିଲା ଆଜ୍ଞା। ବାହାଘର ସିନା ଏବେ ହେଇଥିଲା, କିନ୍ତୁ 8 ବର୍ଷ ତଳୁ ନିଜ ଜୀବନ ସାଥୀ ରୂପେ ରାହୁଲକୁ ବାଛି ସାରିଥିଲା ତୃଷ୍ଣା। ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୁର ଦେଇ ଜନ୍ମ ଜନ୍ମ ପାଇଁ ଜୀବନ ସାଥୀ କରିବାକୁ ସେହି ସ୍ୱୀକୃତିକୁ ଖାଲି ଅପେକ୍ଷା ଥିଲା। ସେ ସ୍ୱପ୍ନ ବି ପୁରା ହୋଇସାରିଥିଲା। ଏଇ କେଇ ମାସ ପୂର୍ବରୁ ନିଜ ମନର ମଣିଷକୁ ବେଦୀ ଉପରେ ହୋମଯଜ୍ଞର ଅଗ୍ନିକୁ ସାକ୍ଷୀ ରଖି 7 ଜନ୍ମ ପାଇଁ ନିଜର କରିଥିଲା। ହେଲେ 7 ଜନ୍ମ ତ ଦୂରର କଥା, 7 ମାସ ନ ପୁରୁଣୁ ସେହି ନୃଶଂସମାନେ ତୃଷ୍ଣାଠୁ ରାହୁଲକୁ ଛଡ଼େଇ ନେଇଥିଲେ। ଆଜି ବି ବାହାଘରର ସେ ମେହେନ୍ଦି ହାତରୁ ଲିଭି ନଥିଲା, ହେଲେ ମଥାରୁ ସିନ୍ଦୁର ସବୁଦିନ ପାଇଁ ଲିଭି ଯାଇଥିଲା। ଆଜି ବି କାନ୍ଥରେ ଲେଖାଯାଇଥିବା ସେ ନାଁ ପୁରା କ୍ଲିଅର ଦେଖାଯାଉଥିଲା, ହେଲେ ହାତରୁ ଶଙ୍ଖାଟା ସବୁଦିନ ପାଇଁ ଭାଙ୍ଗି ଯାଇଥିଲା। ଏ ଭିଡ଼ିଓ ହିଁ ପ୍ରମାଣ କରିଦେଉଥିଲା ଏମାନଙ୍କ ଭଲ ପାଇବା କେତେ ଗଭୀର ଆଉ ନିବିଡ଼ ଥିଲା। ଏ ଭିଡ଼ିଓ ହିଁ ପ୍ରମାଣ କରିଦେଉଥିଲା ଏମାନଙ୍କ ସମ୍ପର୍କ କେଉଁ ରାଧାକୃଷ୍ଣଙ୍କ ଯୋଡ଼ିଠୁ କମ୍ ନଥିଲା। ଏ ପ୍ରେମ, ଏ ଭଲ ପାଇବା ଆଜି ସବୁକିଛି ଭୁଲି ଅଜଣା ରାଇଜର ଅତିଥି ସାଜି ନଥିଲା ଆଜ୍ଞା, ତାକୁ ସଜେଇ ଦିଆଯାଇଥିଲା। ଆଉ ଏ ନୃଶଂସମାନେ ଆଉ କେହି ନଥିଲେ, ବରଂ ଏଇ 3 ଅପରାଧୀ ଥିଲେ। ସବୁଠୁ ବଡ଼ କଥା ହେଲା ଏଇ 3 ଜଣଙ୍କ ଭିତରେ ଜଣେ ଆର୍ମି ଅଫିସର ବି ଥିଲା, ଆଉ ସେ କୁଆଡ଼େ ଛୁଟି ନେଇ ଘରକୁ ଆସିଥିଲା। ରାତିର ସେ ବିବାଦ କ'ଣ ଥିଲା କେଜାଣି, କାହାକୁ ଜଣା ନାହିଁ ଆଜ୍ଞା। ଏପଟେ ପୋଲିସ ଗୋଟେ କଥା କହୁଥିବା ବେଳେ ସେଠି ଉପସ୍ଥିତ ଥିବା ରାହୁଲର ସାଙ୍ଗ କିନ୍ତୁ ଆଉ ଗୋଟେ କଥା କହୁଛି। ରାହୁଲର ସ୍ତ୍ରୀ ତୃଷ୍ଣା କିନ୍ତୁ ଅଚାନକ ଝଗଡ଼ା ପାଇଁ ମାରିଥିବା କଥାକୁ ବିଶ୍ୱାସ କରିପାରୁନାହାନ୍ତି। ତାଙ୍କ କହିବା କଥା ଏଇଟା ଆଗରୁ ପ୍ରି ପ୍ଲାନ୍ ଥିଲା, ଝଗଡ଼ା କେବଳ ବାହାନା ଥିଲା। ଏମିତି ଅନେକ ବାଦ ବିବାଦ ଭିତରେ ରାହୁଲର ସ୍ତ୍ରୀ ତୃଷ୍ଣା କିନ୍ତୁ ନ୍ୟାୟ ପାଇଁ ଲଢ଼ି ଚାଲିଥିବା ବେଳେ ସବୁଦିନ ନୂଆ ନୂଆ କଥା ସାମ୍ନାକୁ ଆସିବା ଏ ଘଟଣାକୁ ଆହୁରି ସନ୍ଦେହ ଘରକୁ ନେଇଯାଉଛି। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଆଜ୍ଞା, ସତରେ ରାଜଧାନୀ କ'ଣ ଏବେ ଅଶାନ୍ତ ହୋଇପଡ଼ିଛି? ବାରମ୍ବାର କାହିଁକି ଏମିତି କ୍ରାଇମ୍ ବଢ଼ି ଚାଲିଛି? କମିଶନରେଟ ପୋଲିସ କ'ଣ ଏତେ ଦୁର୍ବଳ ହୋଇପଡ଼ିଲାନି ଯେ ଅପରାଧୀମାନେ ଅପରାଧ କରିବା ପୂର୍ବରୁ ଟିକେ ବି ଭୟ କରୁନାହାନ୍ତି? ସେ ଯାହା ବି ହେଉ, ସମୟ କହିବ ପ୍ରକୃତ ସତ କ'ଣ। ହେଲେ ଆଜି ଭଳି ପବିତ୍ର ହୋଲିରେ ଯେ ବାହାଘର ପରେ ସ୍ୱାମୀ ସହ କେତେ ରଙ୍ଗ ବେରଙ୍ଗର ରଙ୍ଗରେ ହୋଲି ଖେଳିଥାନ୍ତା, ଆଜି ସେ ବିନା ରଙ୍ଗରେ ମଥାରୁ ସୁନ୍ଦର ଲିଭିବା ପରେ ଘରେ ବସି ଆଖିରୁ ଲୁହ ଗଡ଼ଉଥିବ, ତାହା ତ ନିଃସନ୍ଦେହ ଆଜ୍ଞା। ଏହି ହୋଲିରେ କିଏ କେତେ ମଜା କରୁଥିବେ, ହେଲେ ଏହି ପରିବାରର ସମସ୍ତେ ଦୁଃଖରେ ବସି ରାହୁଲ କଥା ଭାବି ଚାଲିଥିବେ। ପୂର୍ବବର୍ଷ ହୋଲିରେ ରାହୁଲ ସହ ଖେଳିଥିବା ସେହି ହୋଲିର ସ୍ମୃତି ମନେ ପକାଇ ଆଖିର ଲୁହକୁ କ'ଣ ଅଟକେଇ ପାରିବେ ଆଜ୍ଞା? ସବୁ ପରେ ବି ସତ କ'ଣ ଖୁବ୍ ଶୀଘ୍ର ସାମ୍ନାକୁ ଆସିବା ଦରକାର। ଆଉ ରାହୁଲର ପରିବାର ଏବଂ ତାଙ୍କ ସ୍ତ୍ରୀ ତୃଷ୍ଣାକୁ ନ୍ୟାୟ ମିଳିବା ଦରକାର। ବ୍ୟୁରୋ ରିପୋର୍ଟ, A1 ଓଡ଼ିଆ।